पाजीबाहालीରୁ ମୋହନଗିରି ମୁଖ୍ୟ ରାସ୍ତାରେ ପୁଣି ଉପୁଡ଼ିଲା ଲୁହା ପୋଲର ଦୁଇଟି ପ୍ଲେଟ୍। ଖବର ପ୍ରସାରଣ ପରେ ବି ଚିରନିଦ୍ରାରେ କଳାହାଣ୍ଡି ପ୍ରଶାସନ। କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ପାଜିବାହାଳିରୁ ମୋହନଗିରି ମୁଖ୍ୟ ରାସ୍ତା ମାଣିକେରା ପଞ୍ଚାୟତର ପିପଳପଡ଼ା ବାଞ୍ଝାମୁଡ଼ା ମାଣିକେରାଠାରେ ଲୁହା ଝୁଲା ପୋଲ ବହୁ ବର୍ଷ ହେଲା ନିର୍ମାଣ ହୋଇଛି, ହେଲେ ମରାମତି ହୋଇନି। ମାଣିକେରା ଗାଁ ପାଖରେ ଥିବା ଲୁହା ପୋଲ କିଛିଦିନ ତଳେ ଗୋଟିଏ ଲୁହା ପ୍ଲେଟ୍ ଉପୁଡ଼ି ପଡ଼ି ଅଳ୍ପକେ ଦୁର୍ଘଟଣାରୁ ବସ୍ ଯାତ୍ରୀ ବଞ୍ଚି ଯାଇଥିଲେ। ଉପୁଡ଼ିଥିବା ପ୍ଲେଟ୍କୁ ଲୋକେ ନ ସଜାଡ଼ି ସେମିତି ଭଗ୍ନ ଅବସ୍ଥାରେ ପକାଇ ଯାତାୟାତ କରୁଥିଲେ। ଆଜି ପୁଣି ସକାଳୁ ସକାଳୁ ଯାନବାହନ ଯାତାୟାତ ସମୟରେ ଦୁଇଟି ପ୍ଲେଟ୍ ଉପୁଡ଼ି ଯାଇଥିଲା, ଯାହାଫଳରେ ମୋହନଗିରିରୁ ରାମପୁରକୁ ଯାତାୟାତ ଠପ୍ ହୋଇଯାଇଥିଲା, ଯାହାଫଳରେ ଶହ ଶହ ଯାନବାହନ ଅଟକି ରହିଥିଲା। ଏହି ରାସ୍ତାଟି କନ୍ଧମାଳ ବଲାଙ୍ଗୀର ବୌଦ୍ଧ ଜିଲ୍ଲାକୁ ସଂଯୋଗ କରୁଅଛି। ସବୁଦିନ ହଜାର ହଜାର ଯାତ୍ରୀ ଭାରୀ ଯାନବାହନ ଯିବା ଆସିବା କରିଥାନ୍ତି, ହେଲେ ବିଡ଼ମ୍ବନାର ବିଷୟ ବାରମ୍ବାର ଖବର ପ୍ରସାରଣ କଲେ ମଧ୍ୟ ଚେତା ପଶୁନି ପ୍ରଶାସନକୁ। ବୋଧେ ଏକ ବଡ଼ ଦୁର୍ଘଟଣା ହେଲେ ମରାମତି କାର୍ଯ୍ୟ କରିବେ କିଏ? ଆଗାମୀ ଦିନରେ ଏମିତି ମରାମତି ଯଦି ନ ହୁଏ ତେବେ ଅଞ୍ଚଳର ଯୁବଗୋଷ୍ଠୀ ଆନ୍ଦୋଳନ କରିବେ ବୋଲି ଦେଇଛନ୍ତି ଚେତାବନୀ। ତେଣୁ ସମସ୍ତ ଲୁହା ଝୁଲ ପୋଲର ତୁରନ୍ତ ମରାମତି କରିବା ପାଇଁ ପ୍ରଶାସନକୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ କରିଛନ୍ତି ଅନୁରୋଧ। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରରୁ ଲମ୍ବୋଦର ସେନାପତିଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।